ବରେଣ୍ୟ ସଭାପତି ମହାଶୟ, ପୂଜ୍ୟ ଗୁରୁଜୀ ଗୁରୁମା, ନିମନ୍ତ୍ରିତ ଅତିଥିବୃନ୍ଦ ଏବଂ ମୋର ପ୍ରିୟ ସାନ ବଡ଼ ଭାଇ ଓ ଭଉଣୀମାନେ, ଆଜି ଏହି ଶୁଭ ଦିନରେ ମୋତେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରିବା ସଙ୍ଗେ ସଙ୍ଗେ ସମସ୍ତଙ୍କୁ ନୂତନ ଶିକ୍ଷାବର୍ଷର ଅଭିନନ୍ଦନ ଜଣାଉଛି। 1936 ମସିହା ଏପ୍ରିଲ 1ରେ ଆମ ଓଡ଼ିଶା ଏକ ସ୍ୱତନ୍ତ୍ର ରାଜ୍ୟ ହୋଇଥିଲା। ସେହି ଦିନଠାରୁ ପ୍ରତିବର୍ଷ ଏପ୍ରିଲ ମାସ 1 ତାରିଖ ଦିନ ସାରା ଓଡ଼ିଶାରେ ଉତ୍କଳ ଦିବସ ମହା ସମାରୋହରେ ପାଳିତ ହେଉଅଛି। ଯେଉଁ ମହାନ ମହାପୁରୁଷମାନଙ୍କ ତ୍ୟାଗରେ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ହୋଇପାରିଥିଲା, ସେହି ମହାନ ତ୍ୟାଗୀମାନଙ୍କୁ ମୁଁ ମୋର ଗଭୀରତମ ହୃଦୟରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଉଛି। ସେହିମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମଧୁବାବୁ ବା ମଧୁ ବାରିଷ୍ଟର। ଆମ ଜନ୍ମଭୂମି ଭାରତ ଇଂରେଜ ଶାସନାଧୀନ ଥିବାବେଳେ ଓଡ଼ିଶା ବୋଲି ଗୋଟିଏ ସ୍ୱତନ୍ତ୍ର ରାଜ୍ୟ ନଥିଲା। ସେତେବେଳେ ବଙ୍ଗ ବିହାର ସହିତ ଓଡ଼ିଶା ମିଶିକରି ରହିଥିଲା। ଓଡ଼ିଆ ଭାଷାଭାଷୀମାନଙ୍କ ଭିତରୁ କେତେକ ମାନ୍ଦ୍ରାଜରେ, କେତେକ ବଙ୍ଗଳାରେ, ଆଉ କେତେକ ପରିବାର ମଧ୍ୟପ୍ରଦେଶ ଆଉ ବିହାର ରାଜ୍ୟରେ ରହୁଥିଲେ। ମଧୁବାବୁ ସବୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକାଠି କରି ଗୋଟିଏ ଓଡ଼ିଶା ରାଜ୍ୟ ଗଠନ କରିବାକୁ 1903 ମସିହାରେ ଉତ୍କଳ ସମ୍ମିଳନୀ ଗଠନ କରିଥିଲେ। ସେଥିପାଇଁ ସେ ଆହ୍ୱାନ ଦେଇଥିଲେ, ଜାତି ଇତିହାସ ଜାତିର ନିର୍ଝର, ତହୁଁ ବହେ ସଦା ଜାତି ପ୍ରାଣଧାର, ସେ ଧାରରୁ ନୀର ପିଉଛି ଜେନର, ନିଶ୍ଚୟ ହେବ ସେ ଜାତି କର୍ମବୀର। ଯଥାର୍ଥରେ ଆଜିର ଓଡ଼ିଶା ପ୍ରଦେଶ ମଧୁବାବୁଙ୍କ ପ୍ରତିଷ୍ଠିତ ଉତ୍କଳ ସମ୍ମିଳନୀର ଫଳ। ମଧୁବାବୁଙ୍କ ପରି ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଇତିହାସ ପ୍ରସିଦ୍ଧ। ସେ ହେଉଛନ୍ତି ଉତ୍କଳ ସମ୍ମିଳନୀର ପ୍ରଥମ ସଭାପତି। ସେ ଯେ କେବଳ ମୟୂରଭଞ୍ଜ ଜିଲ୍ଲାର ରାଜା ଥିଲେ ତାହା ନୁହେଁ, ସମଗ୍ର ଓଡ଼ିଶାର ପ୍ରସାର ପାଇଁ ସେ କାର୍ଯ୍ୟ କରିଯାଇଛନ୍ତି। କଟକ ବଡ଼ ମେଡ଼ିକାଲର ପ୍ରତିଷ୍ଠାତା ହେଉଛନ୍ତି ସେ ନିଜେ। ଆଜି ପରାଦିନରେ ତାଙ୍କର ଗୁଣଗାନ କରିବା ଆମ୍ଭମାନଙ୍କର ପରମ କର୍ତ୍ତବ୍ୟ ବା ସୌଭାଗ୍ୟ ଅଟେ। ସେହିପରି ପାରଳାଖେମୁଣ୍ଡି ରାଜବଂଶରେ 1892 ମସିହା ଏପ୍ରିଲ ମାସ 26 ତାରିଖରେ ଯେଉଁ ମହାନ ଉତ୍କଳ ସନ୍ତାନ ଯୁଗାନ୍ତକାରୀ ବୀରପୁରୁଷ ଜନ୍ମ ନେଇଥିଲେ, ସେ ହେଉଛନ୍ତି ମହାରାଜା କୃଷ୍ଣଚନ୍ଦ୍ର ଗଜପତି। ସେ 1931 ମସିହା ଜାନୁଆରୀ 26 ତାରିଖରେ ଲଣ୍ଡନର ଗୋଲଟେବୁଲ ବୈଠକରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନ ପାଇଁ ଏକ ଦୀର୍ଘ ମର୍ମସ୍ପର୍ଶୀ ଉଦ୍ବୋଧନ ଦେଇ ଓଡ଼ିଶା ପ୍ରଦେଶ ଗଠନରେ ସ୍ୱତନ୍ତ୍ରତାର ପ୍ରକୃତ ଅର୍ଥ ବୁଝାଇ ଦେଇପାରିଥିଲେ। ତାଙ୍କର ଅଭିଭାଷଣ ଆଉ ଉଦ୍ୟମ ବୈଠକରେ ଅଧ୍ୟକ୍ଷ ତଥା ଉପସ୍ଥିତ ସଦସ୍ୟମାନଙ୍କୁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ନିମିତ୍ତ ଘୋଷଣା କରିବାକୁ ପ୍ରବର୍ତ୍ତାଇଥିଲା ବା ବାଧ୍ୟ କରିଥିଲା। ତାଙ୍କରି ଚେଷ୍ଟାରେ 1944 ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠିତ ହୋଇଥିଲା। ଏହିପରି ଅନେକ ତ୍ୟାଗୀ ଉତ୍କଳର ବରପୁତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ନିଜ ଜୀବନକୁ ତିଳ ତିଳ କରି ଜାଳି ଦେଇଛନ୍ତି। ସେହିମାନଙ୍କୁ ଆମେ ଆଜି ପରି ଦିନରେ ମନେ ପକାଇବା ଏବଂ ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଶପଥ ନେବା। ମୁଁ ଆଉ ବେଶୀ କିଛି କହୁନାହିଁ। ମୋ ହୃଦୟ ମଧ୍ୟରୁ ବହି ଆସୁଥିବା ପଦୁଟିଏ ମାତ୍ର ଗାଇ ମୋର ବକ୍ତବ୍ୟ ଶେଷ କରିବି। ମୋର ଜନ୍ମସ୍ଥାନ ଉତ୍କଳ ରାଇଜ, ମୁଁ ଅଟେ ତାହାର ସନ୍ତାନ, ତା ପାଦ ପୂଜିବି, ତା ହସ ଦେଖିବି, ତା ସେବାରେ ଦେବି ମୋ ମନ। ଏବେ ମୁଁ ମୋର ବକ୍ତବ୍ୟକୁ ଶେଷ କରୁଛି। ରହିଲି। ଜୟ ହିନ୍ଦ।